ମା ଡମଣେଇ ମନ୍ଦିର ଏଇଟା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମାର୍କେଟ ଉପରେ ଅବସ୍ଥିତ। 1966 ମସିହାରେ ସ୍ଥାପିତ ହୋଇଥିଲା। ଏଠିକାର କହିବା ଲୋକଙ୍କର କହିବା ଅନୁସାରେ ଏ 100 ବର୍ଷ ପୁରୁଣା ମନ୍ଦିର, ମାନେ ବହୁତ ପୁରୁଣା, 100 ବର୍ଷ ପୁରୁଣା। କହିବା 100 ବର୍ଷ ପୂର୍ବରୁ ଜଣେ ଲୋକ ଡମ ସିଏ ଆକୁ ସ୍ଥାପିତ କରିଥିଲେ। ତାର ପରବର୍ତ୍ତୀ ସମୟରେ ମନ୍ଦିର ପରିଚାଳନା କମିଟି ଏରିଆର କିଛି ଲୋକଙ୍କ ସହାୟତାରେ ମନ୍ଦିର ଡେଭଲପ୍ କରାଯାଇଛି। ଦେଖନ୍ତୁ, ଗଛ ହିଁ ଜୀବନ। ମନ୍ଦିର ପରିଚାଳନା କମିଟି ଉପରେ ବହୁତ ଧ୍ୟାନ ଦେଉଛନ୍ତି। ଗଛ ହିଁ ଜୀବନ, ଗଛ ଲଗାଇଲେ ଆମେ କେମିତି ଉପକୃତ ହୋଇପାରିବା, ଗଛ ହିଁ ଆମକୁ ଅମ୍ଳଜାନ ଦିଏ। ଉପରେ ବହୁତ ଧ୍ୟାନ ଦେଉଛନ୍ତି। ପରିବେଶ ସୁରକ୍ଷା ଉପରେ ବି ସଚେତନ ଦେଉଛନ୍ତି। ଏଠାରେ ଅଛନ୍ତି ମା ଡମୁଣେଇ। ଜଣେ ମନ୍ଦିର କେତେ ବର୍ଷ ପୁରୁଣା? ମନ୍ଦିର 100 ବର୍ଷ ହେଇଯିବ, କିନ୍ତୁ ଠାକୁର ଆଉ ପୁରୁଣା। କେତେ ବର୍ଷ? ମୁଁ ଆମକୁ କହିହେବନି, ଆମେ 3 ଫୁଟ ହେଇଗଲା। ଆଚ୍ଛା, 100 ବର୍ଷ ହେଲାଣି ମନ୍ଦିର ସ୍ଥାପିତ ହେଇଛି। ମାଙ୍କ କୋଉ ମନ୍ଦିର ଏଇଟା? ଏଇଟା ମା ଡମଣେଇ ଠାକୁରାଣୀଙ୍କ ନାଁ ଏବଂ ଦୁର୍ଗାମୂର୍ତ୍ତି। ଏ ଜଟଣୀ ମାର୍କେଟ ଉପରେ ଅଛି। ହଁ, ଜଟଣୀ ବଜାରରେ ଠାକୁରାଣୀ। କିନ୍ତୁ ମନ୍ଦିର 100 ବର୍ଷ ପୁରୁଣା, ମାନେ ପୁରା ପିଢ଼ି ପରେ ଯୁଗ ଯୁଗ ଧରି ମନ୍ଦିର ସ୍ଥାପିତ ହୋଇଛି ଏଠି। ଏଠାରେ ମାଙ୍କର ବହୁତ ପ୍ରକାର ରୂପ ଦେଖନ୍ତୁ। ମା କମଳା, ମାତଙ୍ଗୀ ମା, ମଙ୍ଗଳା ମା, ମାବତୀ, ଭୈରବୀ। ଏଠାରେ ଶିବ ଅଛନ୍ତି ଦେଖନ୍ତୁ ମନ୍ଦିରରେ। ଜାଗର ପାଇଁ ଆଜି ପୁରା ଚଳଚଞ୍ଚଳ, ଲୋକଙ୍କର ଭିଡ଼ ଲାଗି ରହିଛି ସକାଳୁ। এই ଶିବ ମନ୍ଦିର ବହୁତ ପୁରାତନ। 1966 ଏ ମନ୍ଦିର ସ୍ଥାପିତ ହୋଇଥିଲା। ଜାଗର ପାଇଁ ପୁରା ଗହଳି ଲାଗି ରହିଛି। ମା ଡମଣେଇ ମନ୍ଦିର ଏଇଟା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମାର୍କେଟ ଉପରେ ଅବସ୍ଥିତ। 1966 ମସିହାରେ ସ୍ଥାପିତ ହୋଇଥିଲା। ଏଠିକାର କହିବା ଲୋକଙ୍କର କହିବା ଅନୁସାରେ ଏ 100 ବର୍ଷ ପୁରୁଣା ମନ୍ଦିର, ମାନେ ବହୁତ ପୁରୁଣା, 100 ବର୍ଷ ପୁରୁଣା। କହିବା 100 ବର୍ଷ ପୂର୍ବରୁ ଜଣେ ଲୋକ ଡମ ସିଏ ଆକୁ ସ୍ଥାପିତ କରିଥିଲେ। ତାର ପରବର୍ତ୍ତୀ ସମୟରେ ମନ୍ଦିର ପରିଚାଳନା କମିଟି ଏରିଆର କିଛି ଲୋକଙ୍କ ସହାୟତାରେ ମନ୍ଦିର ଡେଭଲପ୍ କରାଯାଇଛି। ଦେଖନ୍ତୁ, ଗଛ ହିଁ ଜୀବନ। ମନ୍ଦିର ପରିଚାଳନା କମିଟି ଉପରେ ବହୁତ ଧ୍ୟାନ ଦେଉଛନ୍ତି। ଗଛ ହିଁ ଜୀବନ, ଗଛ ଲଗାଇଲେ ଆମେ କେମିତି ଉପକୃତ ହୋଇପାରିବା, ଗଛ ହିଁ ଆମକୁ ଅମ୍ଳଜାନ ଦିଏ। ଉପରେ ବହୁତ ଧ୍ୟାନ ଦେଉଛନ୍ତି। ପରିବେଶ ସୁରକ୍ଷା ଉପରେ ବି ସଚେତନ ଦେଉଛନ୍ତି।